ସମସ୍ତଙ୍କୁ ଜୟଗୁରୁ। ଆଜିର ଇଷ୍ଟ ପ୍ରସଙ୍ଗ ହେଉଛି ସୁଗତି କିଭାବେ ହୁଏ। ଆଲୋଚନା କରିବା ପୂର୍ବରୁ ରେଫରେନ୍ସ କରି ରଖିବା ଦୀପରଖି ପ୍ରଥମ ଖଣ୍ଡ ପେଜ ନମ୍ବର 52ରେ ଏହି ପ୍ରସଙ୍ଗଟି ଉଦ୍ଧୃତ। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ସୁଗତି ହେବାକୁ ହେଲେ ସୁକେନ୍ଦ୍ରିକ ହେବା ଦରକାର, ଆଉ ସୁକେନ୍ଦ୍ରିକ ହେବାକୁ ଗଲେ ହିଁ ଦୀକ୍ଷାର ପ୍ରୟୋଜନ। ଆମେମାନେ ଯିଏ ଯେଭଳି ହେଉନା କାହିଁକି ପ୍ରତ୍ୟେକ ଶୁଭ ଚାହୁଁ। ସମସ୍ତଙ୍କ ସତ୍ତା ଭିତରେ ଅଛି ସତ୍ୟମ୍ ଶିବମ୍ ସୁନ୍ଦରମ୍। ଆଗେ ଆମ୍ଭମାନଙ୍କର ପ୍ରଥା ଥିଲା ବ୍ରାହ୍ମଣ କ୍ଷତ୍ରିୟ ଓ ବୈଶ୍ୟର ମଧ୍ୟ 5 ବର୍ଷରେ ହିଁ ଦୀକ୍ଷା ହୋଇଯାଉଥିଲା। ଦୀକ୍ଷିତ ହୋଇ ନିୟମ ଅନୁସାରେ ଚାଲିଲେ ଭିତରର ଶୁଭଟା ଜାଗ୍ରତ ହୁଏ। ସେଇ କଷ୍ଟ୍ୟୁମଟା ପ୍ରଥାଟା ଏବେ ମଧ୍ୟ ଧରି ରଖାଯାଇଛି ଉପବୀତ ଭିତରେ ଦେଇ। ଏହା ହିଁ ଥିଲା ଆଜିର ଇଷ୍ଟ ପ୍ରସଙ୍ଗ। ଆଶା କରେ ଭିଡ଼ିଓଟି ଆପଣମାନଙ୍କୁ କିଛି ହେଲ୍ପଫୁଲ୍ କରିବ। ଯଦି ଆପଣମାନଙ୍କୁ ଏଭଳି ସର୍ଟସ୍ ଭିଡ଼ିଓ ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଆମମାନଙ୍କର ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏବଂ ବହୁତ ସାରା ରେଫରେନ୍ସ ସହିତ ଠାକୁରଙ୍କର ଯାଜନ ଏହି ଚ୍ୟାନେଲରେ ମିଳେ। ଜୟ ଗୁରୁ।